ଆସନ୍ତୁ ଆଜି ଶୁଣିବା ଆଉ ଗୋଟିଏ ଗପ। ନିଜ ଘର। ଗାଳ୍ପିକ ଶ୍ରୀ ସୁକାନ୍ତ ଦାସ ସାର୍। କଣ୍ଠରେ ସ୍ରୋତସ୍ୱିନୀ। ପାଖାପାଖି 1.5 ମାସ ହେବ ନିରୁ ଘରକୁ ଫୋନ କରିନଥିଲା। ଏଥିପାଇଁ ତା ମା ରତ୍ନଦେବୀ ସଦାବେଳେ ଚିନ୍ତାରେ ରହୁଥିଲେ। ଯେତେ ପାଠ ପଢ଼ି ଚାକିରି ବାକିରି କରି ଯେତେ ବଡ଼ ସହରରେ ରହିଲେ ମଧ୍ୟ ମା ମନ ସଦାବେଳେ ନିଜ ସନ୍ତାନମାନଙ୍କ ଚିନ୍ତାରେ ବ୍ୟାକୁଳ ରହିଥାଏ। ବିଶେଷ କରି ଝିଅମାନଙ୍କ ଚିନ୍ତା ମା ମନକୁ ସଦାବେଳେ ଘାଣ୍ଟି ଚକଟି ପକାଉଥାଏ। ଏକମାତ୍ର ଅଲିଅଳି କନ୍ୟା ନିରଞ୍ଜନା ଭୁବନେଶ୍ୱର ଏକ ପ୍ରସିଦ୍ଧ ଘରୋଇ ବିଶ୍ୱବିଦ୍ୟାଳୟରେ କୃତିତ୍ୱର ସହ IT ଇଞ୍ଜିନିୟର ଭାବେ ଉତ୍ତୀର୍ଣ୍ଣ ହେଲା ପରେ ବାଙ୍ଗାଲୋରରେ ଥିବା ବହୁରାଷ୍ଟ୍ରୀୟ IT କମ୍ପାନୀରେ ଚାକିରି କରୁଥିଲା। ତାର ଏହି କୃତିତ୍ୱ ପାଇଁ ବାପା ମା ବି ଗର୍ବିତ ଥିଲେ। ହେଲେ ମନର କେଉଁ ଅଜଣା କୋଣରେ ଛପି ରହି ଝିଅର ଭବିଷ୍ୟତ ସମ୍ପର୍କରେ ଶଙ୍କା ଉଙ୍କି ମାରୁଥିଲା। ସେଦିନ ରାତିରେ ରତ୍ନଦେବୀଙ୍କ ମୋବାଇଲରେ ନିରୁର ଫୋନ୍ ଆସିଲା। ମୋବାଇଲରେ ଝିଅର ନାମ ଦେଖି ରତ୍ନଦେବୀ ଅଭିମାନରେ ପଚାରିଲେ, ଏତେ ଦିନ ହେଲା ଫୋନ୍ କାହିଁ କରୁନଥିଲୁ? ସେପଟୁ କେବଳ ଥରଥର କଣ୍ଠରେ ମା ମୁଁ ବୋଲି ନିରୁ କହୁଥିଲା। କ'ଣ ମା ମୁଁ? କ'ଣ ହେଇଛି? ସଫା କହ, ରତ୍ନଦେବୀ କହିଲେ। ନିରୁ କହିଲା, ମା ମୁଁ ବିବାହ କରିସାରିଛି। କ'ଣ କହିଲୁ? ସେ ନିଜ କାନକୁ ବିଶ୍ୱାସ କରିପାରିଲେ ନାହିଁ। ଏମିତି ଲାଗିଲା ଯେମିତି ତାଙ୍କ ପାଦ ତଳର ଭୂଇଁ କୁଆଡ଼େ ଅପସରି ଯାଇଛି। ସେ କେବଳ ନିଜର ହୋଇ ବିକଳ ହୋଇ କାନ୍ଦିବାରେ ଲାଗିଲେ। ଅଚାନକ ନିରୁକୁ ତା ବାପାଙ୍କର ସ୍ୱର ଶୁଭାଗଲା। ବୋଧହୁଏ ତା ମାଙ୍କ ହାତରୁ ଫୋନ୍ଟାକୁ ବାପା ନେଇଯାଇଥିଲେ। ତା ବାପା କହିଲେ, ସାବାସ ନିରଞ୍ଜନା, ମୋ ଅନୁମାନକୁ ତୁ ସତ୍ୟରେ ପରିଣତ କରିଦେଇଛୁ। ତୋ ବିବାହ ପାଇଁ କେତେ ଚେଷ୍ଟା କଲି, ହେଲେ ତୋର ସେଇ ଗୋଟିଏ ଯେମିତି ଚାକିରି କରିସାରିଲା ପରେ ବିବାହ କରିବୁ। ବାହା ହେଇସାରିଲୁ, ଏବେ ଆମକୁ କାହିଁକି ଜଣାଉଛୁ? ଆମେ ତୋ ପାଇଁ ମରିଯାଇଛୁ। ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ଆମ ଆଖିରେ ତ ଲୁହ ଭରିଥିଲେ ନିରଞ୍ଜନା, କିନ୍ତୁ ସେଇ ଲୁହ ଯେମିତି ତୋ ଆଖିରେ ନ ଆସେ ସେଇଥିପାଇଁ ଚେଷ୍ଟା କରିବୁ। ନିରୁକୁ କାନ୍ଦ ଲାଗିଲା। ନିଜ ବାବୁଙ୍କ ଠାରୁ ଏଭଳି ଉତ୍ତର ଆଶା କରିନଥିଲା। ସେ ଉଦାସ କଣ୍ଠରେ କହିଲା, ଏମିତି କାହିଁକି କହୁଛନ୍ତି ଆପଣ? ମୁଁ ଆପଣମାନଙ୍କୁ ନ ଜଣାଇ ବିବାହ କରିଛି ବୋଲି କୌଣସି ପାପ କରିନାହିଁ। ପୂର୍ବରୁ କହିଥିଲେ ଆପଣ ମନା କରିଦେଇଥାନ୍ତେ। ସମାଜ ଏବଂ ଜାତିର ଦୋହାଇ ଦେଇଥାନ୍ତେ। ହେଲେ ମୁଁ ବାଛିଥିବା ଜୀବନସାଥୀ ଓଡ଼ିଆ, ସଭ୍ୟ, ଶିକ୍ଷିତ, କୁଳୀନ ପରିବାରର, ସରକାରୀ ଚାକିରି କରିଛି। ଆମେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିଛୁ। ବାସ୍ ଜାତି ଅଲଗା। ତେବେ ଆପଣ ନିଜେ କୁହନ୍ତୁ, ଆଜିକାଲିର ଏହି ଦୁନିଆରେ ଜାତି କ'ଣ ଏକ ପ୍ରତିବନ୍ଧକ? ତା ବାପା କ୍ରୋଧରେ ଜଳି ଉଠିଲେ। କହିଲେ, ତେବେ ତୁ ତୋ ବିବାହ ଖବର ନିଜ ପରିବାରକୁ ମଧ୍ୟ ଜଣାଇବା ଉଚିତ ମନେ କଲୁ ନାହିଁ? ଯେଉଁମାନେ ନିଜ ସର୍ବସ୍ୱ ବଦଳରେ ତୋ ସୁଖ ଶାନ୍ତିର କାମନା କରୁଥିଲେ, ସେମାନେ ଏମିତି ସ୍ୱାର୍ଥପର ହୋଇଗଲେ? ଜଣେ ଯୁବକର ପ୍ରେମରେ ପଡ଼ି ନିଜ ପରିବାରକୁ ଭୁଲିଗଲୁ? କେତେ ସ୍ନେହରେ ଆମେ ତୋତେ ପାଳି ପୋଷି ବଡ଼ କରିଥିଲୁ, କ'ଣ ଏଇଦିନ ଦେଖିବାକୁ? ଆମେ କ'ଣ ତୋର କେହି ନୁହେଁ? ବାପାଙ୍କ ଠାରୁ ଏତେ କଥା ଶୁଣି ନିରଞ୍ଜନ ଦୁଃଖୀ ହୋଇଗଲା। କହିଲା, ବାପା ଆପଣ ଏମିତି କାହିଁକି କହୁଛନ୍ତି? ଆପଣ ପୁରୁଣା କଥା ସବୁ ଭୁଲିଗଲେଣି କି? ଯେତେବେଳେ ଆପଣଙ୍କ ସାନ ଭାଇ ଅର୍ଥାତ୍ ସୁରଦାଦା ନିଜ ଇଚ୍ଛାରେ ଅନ୍ୟ ଜାତିରେ ବିବାହ କରିଥିଲେ, ସେତେବେଳେ ତାଙ୍କୁ ଆପଣ କିଛି କହିଲେ ନାହିଁ। ଓଲଟି ଏକ ବଡ଼ ଭୋଜିର ଆୟୋଜନ କରି ସେହି ବିବାହକୁ ସ୍ୱୀକାର କରିଥିଲେ। କିନ୍ତୁ ମୋ ସହିତ ଏବେ ଭେଦଭାବ କାହିଁକି? କ'ଣ ଏଇଥିପାଇଁ ଯେ ମୋ ପୁଅ ନୁହେଁ ଝିଅଟିଏ ବୋଲି? ତା ବାପା କହିଲେ, ନିଜ ଝିଅର ବିବାହ ପାଇଁ ମନରେ କେତେ ଉତ୍ସାହ ବାନ୍ଧିଥିଲା। ମୁଁ ତୋ ପାଇଁ ଉପଯୁକ୍ତ ବର, ଘର ଆଉ ସମାସ୍କନ୍ଦ ବନ୍ଧୁ ଖୋଜୁଥିଲି। ବାପାଙ୍କ ସ୍ୱର ନରମ ହେବାରେ ଲାଗିଲା। ଆଉ ଉପଯୁକ୍ତ ବର, ଉପଯୁକ୍ତ ବଂଶ ପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ ପଡ଼ିଥାନ୍ତା। ଏଇଥିପାଇଁ ତ ମାଆକୁ ଆପଣ ଆମ ଘର ବିକ୍ରି କରିବା କଥା ମଧ୍ୟ କହୁଥିଲେ। ସଦାବେଳେ ଯୌତୁକ ଟଙ୍କା ଯୋଗାଡ଼ କରିବାର ଚିନ୍ତାରେ ବୁଡ଼ି ରହୁଥିଲେ। ରାତିରେ ନିଦ ହେଉନଥିଲା ଆପଣଙ୍କୁ। ନିରୁ ଉଦାସ କଣ୍ଠରେ କହିଲା, ଏହା ତ ମୋର କର୍ତ୍ତବ୍ୟ ଓ ଦାୟିତ୍ୱ, ଯାହା ପ୍ରତ୍ୟେକ କନ୍ୟା ପିତାଙ୍କର ଉପରେ ନ୍ୟସ୍ତ ଥାଏ। ଏଥିରେ ତୋର ଏତେ ଚିନ୍ତା କରିବାର ଦରକାର କ'ଣ ଥିଲା? କେବଳ ନିଜ ଭୁଲ ଲୁଚାଇବାର ବାହାନା କରୁଛୁ ନୁହେଁ? ତା ବାପା କହିଲେ, ଆପଣ ଯେଉଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତେ, କରଜ କି ଘର କରିଥାନ୍ତେ, ତାହା ନ କରାଇ ମୁଁ ବାହା ହୋଇଗଲି। ପୁଣି ରାଗୁଛନ୍ତି କାହିଁକି ବାପା? ଆପଣ ମୋତେ ଜନ୍ମ ଦେଇଛନ୍ତି ସତ, କିନ୍ତୁ ବଞ୍ଚିବାର ଅଧିକାର ମୋର। ତାହା ମୋ ନିଜସ୍ୱ। ଦୟାକରି ଆପଣ ରାଗନ୍ତୁନି। ତା ବାପା କହିଲେ, ତେବେ ସମାଜ ବୋଲି କିଛି ଅଛି ନା ନାହିଁ?
ଆମ ସମାଜ ଅନ୍ୟ ଜାତିରେ ବିବାହ କରିବାକୁ ଭଲ ଦୃଷ୍ଟିରେ ଦେଖେ ନାହିଁ। ପୁଣି ବାପା ମା ପରିବାର ସମାଜଠାରୁ ପଳାୟନ କରି ଲୁଚା ଛପାରେ ବିବାହ କରିବାର ସଂସ୍କାର ତ ଆମେ କେତେ ଦେଇନଥିଲୁ। ଆଧୁନିକ ଯୁଗରେ ଝିଅମାନଙ୍କର ଏହା ଏକ ବଡ଼ ସମସ୍ୟା। ରଞ୍ଜନା ରାଗି ଯାଇ କହିଲା, କିନ୍ତୁ ଏଇଥିପାଇଁ ଝିଅମାନଙ୍କୁ ବହୁତ କଷ୍ଟ ହୋଇଥାଏ। ମୋ ଜାଗାରେ ନିଜେ ନିଜକୁ ରଖି ଦେଖନ୍ତୁ। ଯେତେବେଳେ ପିଲାଦିନରୁ ଝିଅମାନଙ୍କୁ କୁହାଯାଏ ଯେ ସେ ପରଧନ, କାହା ହାଣ୍ଡିରେ ଚାଉଳ ପକାଇଛି କେଜାଣି, ସେମାନଙ୍କୁ କେବଳ ଏଇ କଥା କୁହାଥାଏ। ଆଉ ଯେତେବେଳେ ବାପା ମା ଦୁହେଁ ନିଜ ଝିଅକୁ ଏମିତି କଥା କୁହନ୍ତି ଯେ ଏ ଘର ତୋର ନୁହେଁ, ତୋ ଘର ସେଇଟା ଯେଉଁଠି ତୋର ବିବାହ ହେବ, ସେତେବେଳେ କ'ଣ ହେଉଥିବ ଝିଅଟିର ମନ? ଏଇ ପରିବାରରୁ ହିଁ ମିଳିଥିବା ସଂସ୍କାର ମୋତେ ଚେତାଇ ଦେଇଥିଲା ଯେ ମାତା ପିତାଙ୍କର ଘର ମୋର ନୁହେଁ। ମୁଁ ଏଠାରେ କେବଳ କିଛି ଦିନର ଅତିଥି। ଆପଣ ସଦାବେଳେ କହୁଥିଲେ ଯେ ତୋତେ ହାତକୁ ଦି ହାତ କରିଦେଲେ ଯାଇ ମୁଁ ମୁକ୍ତି ପାଇବି। କାହାଠାରୁ ମୁକ୍ତି ବାପା? ନିଜ କନ୍ୟାଠାରୁ ନା କାହାଠାରୁ? କିନ୍ତୁ କାହିଁକି? ବୋଉ ଆପଣଙ୍କୁ କହୁଥିଲା ଯେ ଝିଅକୁ ତା ଶାଶୁଘରକୁ ପଠାଇ ଦିଅ, ଟିକେ ଶାନ୍ତିରେ ମୁଁ ଶୋଇପାରିବି। ମୁଁ ଆପଣମାନଙ୍କ ନିମିତ୍ତ ଏତେ ବୋଝ ଥିଲି ଯେ ମୋ ଯୋଗୁଁ ବୋଉର ନିଦ ହଜିଯାଇଥିଲା। ଆପଣମାନେ ନିଜ ଝିଅଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ। ଆହୁରି ବି ମୋ ଭାଇ ସଦାବେଳେ କହୁଥିଲା ତୋ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତାମାନେ ବୁଝିନେ ଯେ ତୋ ଭାଗ ତୋତେ ମିଳିଗଲା। ବାପାଙ୍କର ସମ୍ପତ୍ତିରୁ ଆଉ ଭାଗ ମାଗିବୁନି। ସମସ୍ତଙ୍କର କଥା ଶୁଣି ମୁଁ ନିଜର ଅନ୍ୟର ବୋଲି ଭାବିବାରେ ଲାଗିଲି। ଆବେଗ ଭରା କଣ୍ଠରେ ପୁଣି କହିଲା ନିରଞ୍ଜନା, କେଉଁ ଏକ ଅଜଣା ଅଚିହ୍ନା ଘର ମୋର ହେବ, ଯେଉଁଠାକୁ ମୋତେ ଯିବାର ଅଛି। କେଜାଣି କେମିତିଆ ଲୋକ ସେଠାରେ ଥିବେ? ମୋତେ ଆପଣେଇ ନେବେ ନା ନାହିଁ, କି ସବୁ ଜାଗାରେ ସମସ୍ତେ ମୋତେ ପରଧନ ହିଁ କହିବେ। ଏହିସବୁ କଥା ମୋ ଭାବନାରେ ମୋ ମନ ମୋ ମସ୍ତିଷ୍କ କିଭଳି ଗୋଟେ ପ୍ରଭାବ ବିସ୍ତାର କରିସାରିଥିଲା। ମୁଁ ଚାକିରି କରିନଥିବା ସମୟରେ ଆପଣମାନେ ମୋର ଶୀଘ୍ର ବିବାହ ପାଇଁ ବ୍ୟଗ୍ର ଥିଲେ। କିନ୍ତୁ କାହିଁକି? ପ୍ରସ୍ତାବ ନେଇ ଅନେକ ପରଘର ଆମ ଘରକୁ ଆସୁଥିଲେ ଏବଂ ମୋତେ ସମ୍ପୂର୍ଣ୍ଣ ନଖରୁ ଶିଖ ପର୍ଯ୍ୟନ୍ତ ଦେଖୁଥିଲେ। ସମଗ୍ର ଦୁନିଆର ପ୍ରଶ୍ନମୂଳରେ ମୋତେ ଆହତ କରୁଥିଲେ। କେତେ ପାଠ ପଢ଼ିଛ, ଚାକିରି କରିବ ନା ନାହିଁ, କ'ଣ କ'ଣ କାମ ସବୁ କରିଛ, ଶିଖିଛ? ବୋଉ ପ୍ରଥମ ଥର ଚା ଜଳଖିଆ ପ୍ରସ୍ତୁତ କରି ରଖିଦେଉଥିଲା। ଆଉ ଆପଣଙ୍କ ମୁଣ୍ଡ ସେମିତି ତଳକୁ ନଇଁ ରହୁଥିଲା। ଆପଣ ବଡ଼ ପକ୍ଷର ଲୋକମାନଙ୍କୁ ଅଗୁଣ ବଖାଣିବାରେ ହେଳା କରୁନଥିଲେ ଓ ବଡ଼ ପକ୍ଷର ଲୋକମାନେ ବଡ଼ ଆରାମରେ ଚା ଜଳଖିଆ ଖାଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଥିଲେ। ଯେତେବେଳେ ଝିଅ ପୁଅ ଠାରୁ ଟିକେ ଲମ୍ବା ଅଛି ତ ସେତେବେଳେ ଛୋଟ ଅଛି ବୋଲି ସମସ୍ୟା। ଝିଅ ପୁଅ ଠାରୁ ବେଶୀ ପାଠ ପଢ଼ିଥିଲେ ମଧ୍ୟ ଅସୁବିଧା। ଖାଲି ଏତିକି ନୁହେଁ, ପୁଣି ଝିଅଟିର ଜାତକ ଦୋଷ ଦୃଷ୍ଟି ହୁଏ। ଆଉ ଜାତକ ଦୋଷରୁ ମୁକ୍ତ ହେବା ପାଇଁ ଆପଣଙ୍କୁ ଅଧିକ ଯୌତୁକ ଦେବାକୁ କୁହାଯାଏ। ସେତେବେଳେ ଏମିତି ଲାଗେ ଯେମିତି ମଣିଷ ନୁହେଁ, କୌଣସି ଜଡ଼ ବସ୍ତୁ ଯାହାକୁ ପ୍ରଦର୍ଶନ ପାଇଁ ଉପସ୍ଥାପିତ କରାଯାଇଛି। ମୋତେ ତ ଚୁପ୍ ରହିବାକୁ ହିଁ ଶିକ୍ଷା ଦିଆଯାଇଥିଲା। ମୁଁ ସେ ଘରୁ ଯିବା ଇଚ୍ଛା ଥିଲା, କାରଣ ମୁଁ ତ ପରଗତିରେ ଥିଲି। ହୋଇପାରେ ମୋ କଥା ଆପଣଙ୍କ ଦେହରେ କଣ୍ଟା ଭଳି ଫୋଡ଼ି ହୋଇଯାଇଥିବ, କିନ୍ତୁ ପିଲାଦିନରୁ ଏହିସବୁ କଥା ତ ମୋତେ ଶୁଆ ଭଳି ଶିଖାଯାଇଥିଲା। ନିରଞ୍ଜନା କହିବାରେ ଲାଗିଥିଲା, ଆଉ ତା ବାପା ଚୁପଚାପ ଶୁଣି ଚାଲିଥିଲେ। କୌଣସି କଥାକୁ ଖଣ୍ଡନ ନ କରି କେବଳ ଶୁଣୁଥିଲେ। ନିରଞ୍ଜନା ପୁଣି କହିଲା, ବାପା, ଆଉ ଯେତେବେଳେ ମୋର ବିବାହ ସ୍ଥିର ହୋଇପାରୁନଥିଲା, ସେତେବେଳେ ମଧ୍ୟ ଆପଣମାନେ କେତେ ଦୁଃଖୀ ଆଉ ଉଦାସ ରହୁଥିଲେ। ଏକଥା ମୋ ମନ ଜାଣିଛି। କହନ୍ତୁ ତ, ଏଇ ସବୁଥିରେ କିଏ ଦୋଷୀ? ବୋଉ ମୋ ଭାଗ୍ୟକୁ ନେଇ ସଦାବେଳେ କହୁଥିଲା, କେଜାଣି କ'ଣ ଆର ଭାଗ୍ୟରେ ଅଛି। କେବେ ବୋଝ ମୁଣ୍ଡରୁ ଓହ୍ଲାଇବ, ମଣିଷ ଟିକେ ହାଲକା ହୋଇ ଶାନ୍ତିରେ ନିଶ୍ୱାସ ମାରିବ। ପୁଣି ଜ୍ୟୋତିଷମାନଙ୍କ ପାଖରେ ଆପଣମାନଙ୍କ ଗୁହାରି, ଝିଅର ବିବାହ କେବେ ହେବ, କ'ଣ ଉପାୟ କରିବାକୁ ହେବ। ଆଉ ଆପଣମାନେ ସାରା ଦୁନିଆର ପୂଜା ପାଠ, ବ୍ରତ, ଉପବାସ କରିବାକୁ ମୋତେ କୁହନ୍ତି। ଏଥିରେ ମୋ ଆତ୍ମସମ୍ମାନକୁ ଯେତେ ବାଧେ ନାହିଁ, ତାଠାରୁ ଅଧିକ ବାଧେ ଆମ ଘରକୁ ଆସି ଲୋକେ କେତେ ଅବଜ୍ଞାର ସହ ମୋତେ ନାକଚ କରିଦିଅନ୍ତି। ଆଉ ତାପରେ ଆପଣମାନେ ସବୁ ରାଗ ମୋ ଉପରେ ସାରି ଦିଅନ୍ତି। ପୁଅ ଝିଅ ଭିତରେ ଏତେ ପ୍ରଭେଦ କାହିଁକି ବାପା? ଝିଅ ଋଣ ହେଲେ ପୁଅ ବୋଧହୁଏ ବଞ୍ଚିବାର ଆଶା। ବାପା, ଏ ବାସ୍ତବତା ଭିତରେ ଥରେ ମାତ୍ର ଚିନ୍ତା କରନ୍ତୁ। ଝିଅ ବୋଝ ନୁହେଁ କି ଓ ଉଶ୍ୱାସ ନୁହେଁ। ମୋତେ ନେଇ କେତେ ଆଶଙ୍କା, କେତେ ଡର ଥିଲା ଆପଣଙ୍କ ଭିତରେ। ଝିଅର ବୟସ ଗଡ଼ିଯାଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ବାହାଘର ହୋଇପାରିଲା ନାହିଁ। ଲୋକେ କ'ଣ ଭାବିବେ, ସମାଜ କ'ଣ କହିବ? ଘର ସମ୍ମୁଖରେ କୌଣସି ପୁଅ ପିଲା ଚାଲିଗଲେ ଆପଣଙ୍କ ହୃଦୟର ବେଗ ବଢ଼ି ଯାଉଥିଲା। ଆଉ ଆପଣ ମୋତେ ସଦାବେଳେ କହୁଥିଲେ, ଘର ଭିତରେ ରହ, ବାହାରକୁ ଯାଆନା। ମୁଁ ନିଜ ଘର ବାହାର କୋଠରୀରେ ମଧ୍ୟ ବସି ପାରୁନଥିଲି। ଏଇ ସଂସ୍କାର ତ ମୋତେ ମିଳିଥିଲା। ଆଉ ଆଜି ଯେତେବେଳେ ଆପଣଙ୍କର ସମସ୍ତ ଋଣ ପରିଶୋଧ କରି ଆପଣଙ୍କୁ ମୁକ୍ତ କରିଦେଲି, ତଥାପି ଆପଣ କହୁଛନ୍ତି ଯେ ମୁଁ ଆପଣଙ୍କ ପାଇଁ ମରିଯାଇଛି ବୋଲି।
ଆପଣ କାହିଁକି ଏ କଥା ଚିନ୍ତା କରୁନାହାନ୍ତି ଯେ ଆପଣଙ୍କ ପରଧନ ଆପଣଙ୍କୁ ନ ପଚାରି ନିଜର ନୂଆ ମାଲିକ କେମିତି ବାଛି ନେଇ ପାରିଲା ବୋଲି? ବାପା, ପରଧନରେ ଆପଣଙ୍କର ଏତେ ମୋହ କାହିଁକି, ଏତେ ଅରାଜି କାହିଁକି? ଏଠାରେ ତ ମୋତେ ଆପଣଙ୍କର ପରିବାର ଆଉ ଖାନଦାନ କଥା କହିବେ, କିନ୍ତୁ ଦୁଃଖ ଏହି କଥା ଯେ ଯାହା ରକ୍ତରେ ମୋ ଶରୀର ଗଢ଼ା ହେଇଛି, ଯେଉଁ ଘରେ ଜନ୍ମ ହୋଇ ମୁଁ ଜୀବନ ପାଇଛି, ଜୀବନକୁ ଅନୁଭବ କରିଛି, ବୁଝିଛି, ଯାହା ବାସ୍ତବରେ ମୋ ଘର ଥିଲା, ସେଇ ଘରେ ପରଧନ ବୋଲି ମୁଁ କେମିତି ଥିଲି? ଏତିକି କହୁ କହୁ ନିରଞ୍ଜନା କୋହ ଉଠାଇ କାନ୍ଦିବାରେ ଲାଗିଲା। କିଛି ସମୟ ତା ବାପା ମୌନ ରହିବା ପରେ କୋହ ଭରା କଣ୍ଠରେ କହିଲେ, ଠିକ୍ ଅଛି, ଏକଥା କହ ଯେ ଜ୍ୱାଇଁଙ୍କୁ ନେଇ ନିଜ ଘରକୁ କେବେ ଆସୁଛୁ? ବାପାଙ୍କ ମୁହଁରୁ ନିଜ ଘର କଥା ଶୁଣି ନିରଞ୍ଜନାର ଆଖିରୁ ଧାର ଧାର ହୋଇ ଲୁହ ବୋହିବାରେ ଲାଗିଲା। ଆଖିରୁ ଲୁହ ପୋଛୁ ପୋଛୁ ନିରଞ୍ଜନା କହିଲା, ଯେତେ ଶୀଘ୍ର ସମ୍ଭବ ବାପା।